उत्कल गौरव मधुसूदन दास जयंती अवसर में उपस्थित समस्त मान्यगण साहित्यिक प्रेमी सारस्वत प्राणवृंद समस्त को आज शुभ संध्यार अनेक अनेक शुभेच्छा आउ अभिनंदन स्वागत करुछु। आज वर्तमान आम कविता पाठ जब आम प्रथम पर्याय आरंभ करवा मत गुरु दायित्व देथिबार मु सार धन्यवाद जनाऊँगी। वर्तमान मेघर गर्जननाद बिजुलीर चमकरे आज आम यही खोला मंच भितर बसचंती। विद्युतर बर्तमान भरोसा भी किसी ना केतल जीव कौन तार ठिकाना ना। बर्तमान आम स्वल्प समय भितर कि आरंभ कर आगू हाँ आखि मिटे मारुची। तेणु मु प्रथमे से महापुण्य परमात्मा को प्रणाम करी जनाई आमर कविता पाठ जो आरंभ करवा मु सार दौची आपन टिके ताकू संचालन कर। आज एक महान दिवस उत्कल संतान स्वाभिमानी पुरुष तांकरी पई स्वाभिमान दिवस आम पालन करुचे। यही अवसर में आमरी सत्य ओडिया पत्रिका तरफ कविता पाठोत्सव पुस्तक उन्मोचन और आलोचना चक्र हवा को जाऊँगी। आज प्रकृतिर जो रूप देखेलानी केतन कवि कवयत्री ये उपस्थित रही जानी ना तथापि जी आसान से अशेष अशेष धन्यवाद। आम आमर कार्य सुचारू रूप आगे चलवा जो बंधु मैंने आम साथ सहयोग करेंगे उत्तम कथा। आज कविता पाठोत्सव प्रथमे कविता पाठोत्सव को प्रभाष चंद्र मंगराज जटणी ये अनुरोध करी कविताटी पाठ करिया। समस्ते सार को करताल टे उत्साहित करते। प्रथम कविता से महान गोटे गीतिकार कहले जय जगन्नाथ। मोर कवितार शीर्षक है मु भारत मातार संतान। मु भारत माता संतान मु भारत माता संतान कृषक रूपरे कृषि कर्म करे देश को जोगाए अन्न। मु भारत माता संतान सैनिक साजी जीवन को बाजी लगाई देश को रखे अक्षुर्ण। मु भारत माता संतान शिक्षक रूपरे शिक्षा दान करे दिए केते दिव्य ज्ञान। मु भारत माता संतान कविटिए होई कविता लेखई केते शास्त्र जे पुराण। मु भारत माता संतान वैज्ञानिक होई विज्ञान को नेई करे नुआ उद्भावन। मु भारत माता संतान चिकित्सक होई चिकित्सा करई दिए मु नुआ जीवन। मु भारत माता संतान मुनि ऋषि होई जोग मु साधई दिए केते प्रवचन। मु भारत माता संतान शासक रूपरे देश सेवा करे मु निजे घड़े संविधान। मु भारत माता संतान प्रभु जगन्नाथ मो देशर नाथ सारा विश्व करे मथानत। मो देशर नेत्र त्रिरंगे संकेत विश्व ब्रह्मांड अटे विख्यात। आमे जेते नारी आउ जेते नर
ଆମର ନଥାଏ ଜାତି ଭେଦର ପ୍ରଚାର ଆମେ ସବୁ ଅଟୁ ଏକ ପରିବାର ବୈକୁଣ୍ଠ ସମାନ ଅଟେ ଆମ ଘର ମୋ ଧର୍ମ ଅଟେ ସନାତନ ମୁଁ ଭାରତ ମାତା ସନ୍ତାନ ମୁଁ ଭାରତ ମାତା ସନ୍ତାନ ମୁଁ ଭାରତ ମାତା ସନ୍ତାନ। ଜୟ ଜଗନ୍ନାଥ। ବହୁତ ଧନ୍ୟବାଦ। ବହୁତ ସୁନ୍ଦର ସଲିଳିତ କଣ୍ଠରେ ସଦାବେଳେ ସେ ଏମିତି ଗାନ କରନ୍ତି। ବହୁତ ସୁନ୍ଦର କବିତା ତାଙ୍କର। ବର୍ତ୍ତମାନ ମୁଁ ରମାକାନ୍ତ ସାର୍ଙ୍କୁ ଦେବି, ସେ ତାଙ୍କର ସଞ୍ଚାଳନ କରିବେ କବିତା ପାଇଁ। ଜୟ ଜଗନ୍ନାଥ। ସମସ୍ତଙ୍କୁ ସାରସ୍ୱତ ଅଭିନନ୍ଦନ। ମୋ କବିତାର ଶୀର୍ଷକ ଆସ ମଧୁବାବୁ ଆସ। ବନ୍ଦେ ଜନନୀ ଉତ୍କଳ ଭୂମି ଧନ୍ୟା ଧରଣୀ ତଳେ ପୁଣ୍ୟମହିମା ଉତ୍ଫଳ ତୁହି ଭାରତ ସରସି ଜଳେ। ଛିନ୍ନ ଶରୀରା ଥିଲୁ ତୁ ଜନନୀ ଏକାଠି ନଥିଲା ଜାତି ସ୍ୱାର୍ଥ ସାଧନେ ଲିପ୍ତ ସକଳ ତୃପ୍ତରେ ପ୍ରିୟା ପ୍ରୀତି। ରଣହୁଙ୍କାର ଦେଲା ଦିନେ ଯିଏ ଓଡ଼ିଆ ଏକାଠି ହୁଅ ଭ୍ରାତୃଭାବନା ଅନ୍ତର ଧରି ଉଠ ସଂଗ୍ରାମୀ ପୁଅ। ସିନ୍ଧୁ ସମାନ ଓଡ଼ିଆ ଜାତିଏ ବିନ୍ଦୁ ତୋହର ପ୍ରାଣ ସ୍ୱାର୍ଥବର ଜିମିସାଇ ଦିଅରେ ରଖିବାକୁ ଜାତି ଟାଣ। ସିଂହ ଶିଶୁ ତୁ ପୁଚ୍ଛ ନହେଲେ ଶୃଗାଳ ଭୟରେ ଦବି ଉଠ ଦୁର୍ଦ୍ଦମରଣ ଦୁର୍ମଦ ଦେଖା ସୌର୍ଯ୍ୟର ଛବି। ଆଉ ହାନେ ତାର ମାତିଲେ ଓଡ଼ିଆ ତାତିଲେ ପ୍ରକରେ ଅତି ଉଚ୍ଚ ଡାକିଲେ ମା ମା ବୋଲି ଛାତିରେ ମିଶାଇ ଛାତି। ଦୀର୍ଘଶ୍ରମର ଅର୍ଘ ମିଳିଲା ସ୍ୱପ୍ନ ହୋଇଲା ସତ ଦର୍ଶନ ଦେଲୁ ଉତ୍କଳ ମାତା ଥିଲୁ ଶତ ବିଭାଜିତ ଥିଲୁ ଶତ ବିଭାଜିତ। ଖଣ୍ଡିତ ଦେହ ଜନନୀର ଦେହ ସଜାଡ଼ି ଥୋଇଲା ଯିଏ ଗୌରବ ଏକା ଓଡ଼ିଶା ମାଟିର ମଧୁବାରିଷ୍ଠର ସିଏ। ବୀର ଅର୍ଚ୍ଚିତା ଚିରବାଞ୍ଛିତା ମୁକ୍ତ ଓଡ଼ିଶା ମାଟି ନବସ୍ପନ୍ଦନେ ତାର ନନ୍ଦନେ ବିଜୟ ତିଳକ କାଟି। ବର୍ଦ୍ଧିତ ତାର କଳେବର ଦେଖି ସ୍ପର୍ଦ୍ଧିତ ହେଲା ଜାତି ମନ୍ଦିତ ନାଦେ ନନ୍ଦୀ ଗୋଚତା ପ୍ରଗତିରେ କଲା ଗତି। ପୁଣ୍ୟମହିମା ଶୂନ୍ୟ ହେଲୁଣି ପୁଣ୍ୟମହିମା ଶୂନ୍ୟ ହେଲୁଣି ଲୁପ୍ତ ବିଭବ ମାନ ପାତ୍ର ଅଛି କେ ଗାତ୍ରରୁ ତୋର ପୋଛିଦେବ ଅପମାନ। ମାଂସ ତୋର ଝୁଣି ଖାଇଲେଣି ନର ପିଶାଚର ଦଳ କାନ୍ଦୁ ଜନନୀ ନିନ୍ଦୁ କପାଳ ଦେଖି ଖଳ ପଶୁ ବଳ। ଭକ୍ଷିଲା କିଏ ଖଣି ଖାଦାନକୁ ଖାଇଲା କେ ନଈ ବାଲି କିଏ ଖାଏ ଧାନ ଶସ୍ୟ ବିହନ କିଏ ଖାଇଯାଏ ଡାଲି କିଏ ଖାଇଯାଏ ମଠ ମନ୍ଦିର କିଏ ଖାଇଯାଏ କୋଠା। ଛାଗଳ ପରିକେ ଗଛ ଚାରା ଖାଏ କିଏ ଖାଏ ନଦୀ ପଠା। ତୁଙ୍ଗ ଶୈଳ ଶୃଙ୍ଗ ଚୁରିକେ ପଥରକୁ ଖାଇଯାଏ ଉତ୍ପାଟ ନେତା ମୂଳ ଠାରୁ ଚୂଳ ସମତଳ କରିଦିଏ। କୁଞ୍ଜ କାନନ ବନାନୀ ପୁଞ୍ଜ ମଞ୍ଜୁତା ହୁଏ ପଦା ରଙ୍ଗ ହଜାଏ ଅଙ୍ଗ ତୋହର କଳ କରତରେ ଛେଦା। ଭାଷା ତ ହେଲାଣି ଯାଦୁଆ ଯାଦୁଆ ମିଶାମିଶି ଗୋଳା ଗୋଳି ଗ୍ରନ୍ଥ କବିତା ମନ୍ଥର ଅତି ଗତିତା କଇଁଚ ବଳି। ମନ୍ତ୍ରୀ ଜନତା ନେତା ଏକାକାର ଧୃତରାଷ୍ଟ୍ରର ପରି ଅଫିସ ଭିତରେ ଫିସ୍ ଲଗାଇ ଫିଟେନା ଫାଇଲ ଡୋରି। ଲଜ୍ଜା ବାରଣ ବସ୍ତ୍ର କାରଣ ଲଜ୍ଜା ପ୍ରକାଶ ପାଇଁ ନଗ୍ନ ହୋଇକେ ବଜାରେ ବୁଲିଲେ ସଜ୍ଜା କାହାକୁ ନାହିଁ। ନାରୀ ଧର୍ଷଣ ନୁହେଁ ମର୍ଷଣ ଜଳେ ଯୌତୁକ ଜୁଇ ନୈତିକତାର କୈତବ ଖେଳ ପୋତିତା ପୋଥି ପଢୁଛନ୍ତି ଉଇ। କ୍ଷମତା କେବଳ ବାଞ୍ଛିତ ସିନା ଲାଞ୍ଛିତ ହୁଏ ଜାତି ମୈତ୍ରୀ ମମତା ଜୈତ୍ର କବିତା ସୁରହଜା ରାଜନୀତି ସୁରହଜା ରାଜନୀତି। କନ୍ଦଳ କେତେ ଅଦଳ ବଦଳ ଡଳ ଦିଆଁ ଦେଇ ନୀତି ଓଡ଼ିଶା ମାଟିର ଟେକକି ରଖିବ ସ୍ୱାର୍ଥ ଜଡ଼ିତ ମତି। କ୍ଷମତା ସ୍ୱାର୍ଥ ମନ୍ତ୍ର ସାଧନେ ସିଦ୍ଧ ସକଳେ ଆଜି ବିଶ୍ୱାସ ଆଉ କାହାକୁ କରିବୁ ସବୁ ଶୈତାନ ପାଜି ସବୁ ଶୈତାନ ପାଜି। ଦୃପ୍ତ ଓଡ଼ିଆ ସୁପ୍ତ କି ଆଜି ବିସ୍ମୃତ ସ୍ୱାଭିମାନ ମୁକ୍ତ କଲ୍ୟାଣେ ମାଟିକୁ ତୃପ୍ତ ଏଥିରେ ନୁହେଁ ତା ମନ। ମୁକ୍ତ କଲା ଯେ ମାଟିକୁ ତୃପ୍ତ ଏଥିରେ ନୁହେଁ ତା ମନ। ପୂର୍ବପୁରୁଷ ଗର୍ବ ଏ ନୁହେଁ ଇତିହାସ ପୋତି ଦେଖ ପର୍ବତ ପରି ଉଚ୍ଚ ଓଡ଼ିଶା ସମ୍ମାନ ଭାଇ ରଖ। ଜନ୍ମ ଦିବସେ ଜାତିର ଡାକରା ଆସ ମଧୁବାବୁ ଆସ
ଉଜୁଡ଼ା ମାଆକୁ ଅଜାଡ଼ିବ ପୁଣି ଅଜାଇ ବେଦନା ତ୍ରାସ, ଅଜାଇ ବେଦନା ତ୍ରାସ। बहुत सुंदर कविता वीर रस लेखा से कविता देशात्मक चिंताधारा सांप्रतिक परिस्थितिर कथा सारंकर कवितार सदा प्रस्फुटित होता है। सारंग कविताटी निश्चित आपन को मनमुग्ध कर सुंदर कविता। आम कविता को आगे नवा परवर्ती कवि सुरेश चंद्र विश्वास से मधुबाबू तुम्हें महान। उत्कल मातार सुयोग्य संतान तुम्हें तो मधुसूदन विचक्षण ज्ञानी अति स्वाभिमानी केहेब तुम समान सारा ओडिशा रे तुम जन्मदिन पाळु स्वाभिमान दिन तुम्हें तो अट महान, तुम्हें तो अट महान। बाल्यकाळु मेल करी सांग साथी रास्ता कल समतुल सरकारी दान अबा साहाय्य को देई नथिल प्राधान्य पिता रघुनाथ माता पार्वती अट सुयोग्य संतान सत्यभामापुर धन्य, सत्यभामापुर धन्य। तुम वेशभूषा फतेई कामिजी कर्णे नोली आभूषण मुंडे मेंटा बाल खदड़ धोती को जत्ने कर परिधान इंग्राजी पढ़ुआ बंगला पिलांको कथा को नदीय ध्यान तुम्हें स्वाभिमानी गुण, तुम स्वाभिमानी गुण। शिक्षकंक भूल पाठ पढ़ा पाई निर्भय रे ठिया होई राग आक्रोशर शिकार हेले भी पछकू हटी न जाई हाकिमंक पाखे अभियोग कल भूल मागिल नाही स्वाभिमान रक्षा पाई, स्वाभिमान रक्षा पाई। बंगला तेलुगु हिंदी प्रभावरु मातृभाषा रक्षा पाई नैश्य विद्यालय खोली पढ़ाइल विच्छिन्नांचले जाई फकीर मोहन आदि राधानाथ लोकंकु शिक्षित पाई भाषा आंदोलन पाई, भाषा आंदोलन पाई। काटी खाओ कुटी पिंधिबा न्यायरे कुटीर शिल्पर पाई काटी खाओ कुटी पिंधिबा न्यायरे कुटीर शिल्पर पाई उत्कल टैनेरी जोता कारखाना तार कसी काम पाई देवालिया होई ऋणी हेल पछे स्वभाव छाड़िल नाही महत्वपणिया यही, महत्वपणिया यही। गरीब दरिद्र असहाय प्रति आईनी सेवा जो गाई गरीब दरिद्र असहाय प्रति आईनी सेवा जो गाई बिना पैसा रे न्याय देउथिल सर्वदा गुआ होई आजी किए केते झुरी हेउछंती तुम महानता गुण पाई सबु तो मने पड़ई, सबु तो मने पड़ई। सुदामकु कुह क्षीर दान दबु पैसा रखिबु नाही सुदामकु कुह क्षीर दान देबु पैसा रखिबु नाही मंत्री पद त्याग करिल जीवने भत्ता पैसा न नेई सेवा पछे भोग रखी न लालसा ए देश जनता पाई हाथ तो पताओ नहीं, हाथ तो पताओ नहीं। उत्कल सम्मेलनी नामे अनुष्ठान बुली बुली गढ़ी थिल उत्कल सम्मेलनी नामे अनुष्ठान बुली बुली गढ़ी थिल कोटी ओडिया को एकत्रीकरण मंत्र उच्चारण कल मुंडे ठेका भिड़ी छाती को फुलाई स्वर्गवर चालू थिल देश जाति रक्षा कल, देश जाति रक्षा कल। उत्कल आराध्य देव जगन्नाथ मंदिर सुरक्षा पाई उत्कल आराध्य देव जगन्नाथ मंदिर सुरक्षा पाई किरस्तानी होई न्याय विचार रे लढ़ीच ठाकुर पाई ओडिया जातिर अस्मिता पाई हे जाइन केबे पो छाई मुंड तो नुआओ नहीं, मुंड तो नुआओ नहीं। एपरी संतान आउ जन्मिबेनी ओडिशा माटी रे केही एपरी संतान आउ जन्मिबेनी ओडिशा माटी रे केही देश जाति पाई
ନିଃସ୍ୱ ହୋଇ କେହି ମରିବା ଶୁଣିଛ କାହିଁ, ମରିବା ଶୁଣିଛ କାହିଁ। ଏକା ମଧୁଦାସ ସେହି ଜନ୍ମଦିନେ ଆଜି କରୁ ପ୍ରଣିପାତ ନୀତି ନୈତିକତା ପାଇଁ। ସ୍ୱାଭିମାନ ଗୁଣ ଏହି, ସ୍ୱାଭିମାନ ଗୁଣ ଏହି ନୀତି ନୈତିକତା ପାଇଁ। ଧନ୍ୟବାଦ କବି, ସୁନ୍ଦର କବିତା। ୟା ମଧ୍ୟରେ ମଧୁବାବୁଙ୍କର ଜୀବନ ଆଦର୍ଶ ବହୁଳ ଭାବରେ ପ୍ରତିଫଳିତ। ପରବର୍ତ୍ତୀ କବି ନାରାୟଣ ଦାସ, କବିତା ଭଗ୍ନ କୋଣାର୍କ। ଓଡ଼ିଆ ପୁଅର କଳା ଚାତୁରୀର ନିଦର୍ଶନ କୋଣାର୍କ, କାହିଁ କେତେ କାଳୁ ଅଛି ଜନମୁଖେ ଉତ୍କର୍ଷ କଳାର ଟେକ। ପାଷାଣ ବୁକୁରେ ନିହଣ ମୁନରେ ଲହୁ ଲୁହ ଢାଳି ତାର ଫୁଟାଇ ପାରିଛି କଳା ନିପୁଣତା ହେଉଥାଏ ବାର ବାର। ଭଗ୍ନ ମୁକଶାଳା ସୂଚାଇ ଦିଅଇ ମୁକସାକ୍ଷୀ ଅତୀତର କେତେ କୀର୍ତ୍ତିସ୍ତୂପ ବିଲୁପ୍ତ ହେଲାଣି, ଇତିହାସ ନାହିଁ ତାର। ନିହଣ ମୁଗୁର ଶବ୍ଦ ସବୁ ଥାଇ ନିଶିଥିନି ପ୍ରହରରେ ସୂକ୍ଷ୍ମ କାରୁକାର୍ଯ୍ୟ ଜଗତେ ବିରଳ। ଥୁଆ ଜନମାନସରେ ନାହିଁ ବିଶୁ ଆଜି ନାହିଁ ତ ଧର୍ମା, ଅଛି ତାଙ୍କ କାରୁକାର୍ଯ୍ୟ। ଏ ଓଡ଼ିଆ ଜାତି, ଏ ଓଡ଼ିଆ ଜାତି ମନେ ରଖିଥିବ, ଥିବା ଯାଏଁ ଚନ୍ଦ୍ର ସୂର୍ଯ୍ୟ, ଥିବା ତାଏଁ ଚନ୍ଦ୍ର ସୂର୍ଯ୍ୟ। ବହୁତ ସୁନ୍ଦର ଭାବେ ଭଗ୍ନ କୋଣାର୍କର ବର୍ଣ୍ଣନା। ଆମର ଓଡ଼ିଶାର ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବର୍ତ୍ତମାନ ପରବର୍ତ୍ତୀ କବି ଆମର ଓଡ଼ିଶାର ଏ ଜଟଣୀର ଭାଇ ପଦ୍ମଲୋଚନ ସାହେବ କବି। ମୋର କବିତାର ଶୀର୍ଷକ ପଗଡ଼ି ପୁରୁଷ। ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ମହିମା ପଡ଼ୁନାହିଁ ତୋର ମନେ। ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଚାଲେ କିରେ ଭାଇ ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ। ସେଇ ଗୋଟିଏ ଛୋଟ ପିଲା, ତାର ଭବିଷ୍ୟତର ଉଜ୍ଜଳ ଆଜି ଆମେ ଲକ୍ଷ୍ୟ କରୁଛେ। ଯିଏ ଗୋଟିଏ ଛୋଟ ପିଲା ଥିଲା, ସେଇ କବିତାରୁ ପ୍ରଥମର ଆରମ୍ଭ ହୋଇଛି। ଯେଉଁ ବର୍ଣ୍ଣଳ ଛବିଳ ବର୍ଣ୍ଣବୋଧରେ ଆମେ ପଢ଼ିଥିଲେ, ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିରେ ଚାଟ ସିଏ, ବୁଦ୍ଧିରେ ତାହାର ଡଉଲ ଡାଉଲ, ବୁଦ୍ଧିରେ ଚେହେରାଟି ତାର ଡଉଲ ଡାଉଲ, ବୁଦ୍ଧିରେ ତାହାର ସରିକିଏ। ଛାଡ଼ି ଆସିଥିଲା ଦିନେ ଝଡ଼ି, ବାହାରିଲା ସିଏ ପାଠ ପଢ଼ି, ପାଣି କାଦୁଅରେ ଖସିଗଲା ଗୋଡ଼, ମୁହଁ ମାଡ଼ି ତଳେ ଗଲା ପଡ଼ି। ସେଇ ଛୋଟ ପିଲାଙ୍କର ଜୀବନ କାର୍ଯ୍ୟରୁ ହିଁ ମଧୁବାବୁଙ୍କର ଯେଉଁ ଜାତିରତା, ମଧୁବାବୁର ଯେଉଁ ଓଡ଼ିଆ ଭାଷାର ମମତା ଆଜି ଆମେ ପାଳନ କରୁଛେ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ। ମୋର କବିତାର ଶୀର୍ଷକ ପଗଡ଼ି ପୁରୁଷ। ପଗଡ଼ି ପୁରୁଷ ହେ ମଧୁସୂଦନ, ତୁମେ ଉତ୍କଳର ବୀର ସନ୍ତାନ, ଉତ୍କଳ ଗୌରବ କୁଳବୃଦ୍ଧ ତୁମେ, ଏ ଜାତିର ପରା ମହିୟାନ, ଏ ଜାତିର ପରା ମହିୟାନ। କଟକ ଜିଲ୍ଲାର ସତ୍ୟଭାମାପୁରେ 1948 ମସିହାରେ ଜନ୍ମିଥିଲ ହେ ଏପ୍ରିଲ 28 4 ତାରିଖରେ, ଏପ୍ରିଲ 28 4 ତାରିଖରେ। ଚୌଧୁରୀ ବଂଶର ଦାୟାଦ ହେ ତୁମେ, ପିତା ଦାସ ରଘୁନାଥ, ମହିୟସୀ ନାରୀ ପାର୍ବତୀ ଔରସେ, ହୋଇଥିଲ ତୁମେ ଜାତ, ହୋଇଥିଲ ତୁମେ ଜାତ। ପିଲାଦିନ ନାମ ଥିଲା ତ ତୁମର, ପିଲାଦିନ ନାମ ଥିଲା ତା ତୁମର, ଗୋବିନ୍ଦ ବଲ୍ଲଭ ଦାସ। ସେଦିନର ସ୍ମୃତି ମନେ ପକାଉଛୁ, ଧନ୍ୟ ହେ ମହାପୁରୁଷ, ଧନ୍ୟ ହେ ମହାପୁରୁଷ। ଗାଁ ଅବଧାନ ପାଠ ପଢ଼ି, ଗାଁ ଅବଧାନ ପାଶେ ପାଠ ପଢ଼ି, ବୋଲାଇଲ ବଡ଼ ଚାଟ। ତାପରେ ରେଭେନ୍ସା କଲିଜିଏଟରେ ପଢ଼ିଥିଲ ତୁମେ ପାଠ, ପଢ଼ିଥିଲ ତୁମେ ପାଠ। ତାପରେ ରେଭେନ୍ସା କଲିଜିଏଟରେ ପଢ଼ିଥିଲ ତୁମେ ପାଠ। 1864 ମସିହାରେ କରିଲ ମାଟ୍ରିକ ପାସ, ପ୍ରଥମ 1864 ମସିହାରେ କରିଲ ମାଟ୍ରିକ ପାସ। 1868 ମସିହାରେ ଆଇଏ କରିଲ ପାସ। ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ତୁମେ, ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ତୁମେ, ପ୍ରଥମ ଏମ୍ଏର ଛାତ୍ର, ପ୍ରଥମ ଓଡ଼ିଆ, ପ୍ରଥମ LLB, ପ୍ରଥମ ଓକିଲେ ଖ୍ୟାତ, ପ୍ରଥମ ଓକିଲେ ଖ୍ୟାତ। ପ୍ରଥମ ବିହାର ଓଡ଼ିଶା ବିଧାନସଭାକୁ ହୋଇଥିଲ ନିର୍ବାଚିତ। ପ୍ରଥମ ଓଡ଼ିଆ ଯାତ୍ରୀ ଭାବେ ତୁମେ, ଯାଇଥିଲ ତ ବିଲାତ, ଯାଇଥିଲ ତ ବିଲାତ। ଓଡ଼ିଆର ଗର୍ବ ସ୍ୱାଭିମାନ ତୁମେ, ଓଡ଼ିଆର ଗର୍ବ ସ୍ୱାଭିମାନ ତୁମେ, ଓଡ଼ିଆ ଗୌରବ ଏ ମାଟି ମାର, ଓଡ଼ିଆ ଭାଷାର, ଓଡ଼ିଆ ଜାତିର ତୁମେ ଯେ କର୍ଣ୍ଣଧାର, ତୁମେ ଥିଲ କର୍ଣ୍ଣଧାର।
ଓଡ଼ିଆ ଭାଷାକୁ ଭଲ ପାଇ ତୁମେ ଓଡ଼ିଆ ଭାଷାକୁ ଭଲ ପାଇ ତୁମେ ହୋଇଥିଲ କର୍ମଯୋଗୀ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ ସାଜିଥିଲ ତୁମେ ତ୍ୟାଗୀ, ସାଜିଥିଲ ତୁମେ ତ୍ୟାଗୀ। ଓଡ଼ିଆ ଜାତିର ଦିଗ୍ବଳୟରେ, ଓଡ଼ିଆ ଦାସୀର ଦିଗ୍ବଳୟରେ ଦାସ ଥିଲ 4 ଜଣ। ବିଚିତ୍ରା ବ୍ରଜବନ୍ଧୁ ତମେ ଓ ଗୋପବନ୍ଧୁ, ବିଚିତ୍ରା ବ୍ରଜବନ୍ଧୁ ତୁମେ ହୋ ଗୋପବନ୍ଧୁ। ଦେଶ ପାଇଁ କଲ ରଣ, ଦେଶ ପାଇଁ କଲ ରଣ। ତୁମରି ଆହ୍ୱାନେ ତୁମରି ସଂଗ୍ରାମେ ଏପ୍ରିଲ 1936 ମସିହାରେ ଭାଷାର ଭିତରେ ଓଡ଼ିଶା ରାଜ୍ୟରେ ପ୍ରତିଷ୍ଠା କଲ ପ୍ରଥମରେ। ତୁମରି ଚେଷ୍ଟାରେ ଶିକ୍ଷାର ବିକାଶେ, ତୁମରି ଚେଷ୍ଟାରେ ଶିକ୍ଷାର ବିକାଶେ ପରାଧୀନତାର 300 ବର୍ଷ ପରେ ଓଡ଼ିଆ ଭାଷାକୁ ଶିକ୍ଷାଦାନର ମାଧ୍ୟମ ଅନୁମୋଦନ କଲ 1868 ମସିହାରେ। 1868 ମସିହାରେ ବିଚିତ୍ରାନନ୍ଦଙ୍କ ଆହ୍ୱାନ କ୍ରମେ, ବିଚିତ୍ରାନନ୍ଦଙ୍କ ଆହ୍ୱାନ ବଳେ ମେଳାବର୍ଦ୍ଧିନୀ ସମାରୋହରେ ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ, ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ ସାରା ଗ୍ରାମେ 1903 ମସିହାରେ। ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତି ପ୍ରାଣଧାର। ସେ ଧାରରୁ ନୀର ପାଇଛି ଯେ ନର, ନିଶ୍ଚୟ ହେବ ସେ ଜାତି କର୍ଣ୍ଣଧାର, ନିଶ୍ଚୟ ହେବ ସେ ଜାତି କର୍ଣ୍ଣଧାର। ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ, ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ। କୋଟି ପ୍ରାଣ ବିନ୍ଦୁ ଧରେ ତୋର ପ୍ରାଣ ବିନ୍ଦୁ ମିଶାଇଲେ ଭାଇ, ଡେଇଁ ପଡ଼ି ସିନ୍ଧୁ ନୀରେ, ଡେଇଁ ପଡ଼ି ସିନ୍ଧୁ ନୀରେ। ତୁମରି ଆହ୍ୱାନେ କର୍ମର ସନ୍ଧାନେ ଏ ଜାତିର କୋଟି ପ୍ରାଣ ଏକ ସ୍ୱରରେ ଗାଇ ଉଠିଥିଲେ ପଗଡ଼ିର ଜୟ ଗାନ, ପଗଡ଼ିର ଜୟ ଗାନ। ଧନ୍ୟ 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 ହେ ମଧୁସୂଦନ, ଧନ୍ୟ 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 ହେ ମଧୁସୂଦନ। ଉତ୍କଳ ମାତାର ଯୋଗ୍ୟ ସନ୍ତାନ, ଦେଲ ଉତ୍କଳକୁ କି ନବ ଜୀବନ। ଶିଖାଇଲେ ଲୋକେ ଜାତି ବନ୍ଧନ, ଶିଖାଇଲେ ଲୋକେ ଜାତି ବନ୍ଧନ। ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ, ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ମୁଣ୍ଡେ ପରା ବିଡ଼ିଥିଲ ପଗଡ଼ି। ଦେଖାଇ ଦେଲ ହେ ଦେଶ ଜନତାକୁ ପଗଡ଼ି ମୁନରେ ଚଢ଼ିକି ସିଡ଼ି, ପଗଡ଼ି ମୁନରେ ଚଢ଼ିକି ସିଡ଼ି। ତମେ ଥିଲ ପରା ପିଲାମାନଙ୍କର ଯୋଗ୍ୟ ଶିକ୍ଷକ, ଯୋଗ୍ୟ ପୁରୁଷ ହେ କର୍ମୀ ମଧୁ ବାରିଷ୍ଟର। ଜାତିର ଉନ୍ନତି ଅସ୍ମିତା ପାଇଁକି ବୁହାଇଥିଲ ଛାତିର ରକ୍ତଧାର, ଛାତିରୁ ରକ୍ତଧାର। ତୁମରି ସ୍ୱରରେ ସ୍ୱର ମିଶାଇ, ତୁମରି ସ୍ୱରରେ ସ୍ୱର ମିଶାଇ ଗାଇ ଉଠିଥିଲେ ଏ ଜାତିର ଶିଶୁ କଳି। ପାଠ ପଢ଼ିବି ଓକିଲ ମୁଁ ହେବି, ମଧୁବାବୁ ସଙ୍ଗେ ଲଢ଼ିବି। ପାଠ ପଢ଼ିବି ଓକିଲ ମୁଁ ହେବି, ମଧୁବାବୁ ସଙ୍ଗେ ଲଢ଼ିବି। ଡାକି ଜାତି ଡାକ ଶୁଣି ଛାତି ଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି। ମୁଁ ମଧୁବାବୁ ସଙ୍ଗେ ଲଢ଼ିବି, ମୁଁ ମଧୁବାବୁ ସଙ୍ଗେ ଲଢ଼ିବି, ମୁଁ ମଧୁବାବୁ ସଙ୍ଗେ ଲଢ଼ିବି। ମୁଁ ମୁଣ୍ଡେ ପଗଡ଼ିକୁ ଭିଡ଼ିବି, ମୁଁ ମୁଣ୍ଡେ ପଗଡ଼ିକି ଭିଡ଼ିବି। ଧନ୍ୟ ହେ ମହାପୁରୁଷ, ଧନ୍ୟ ତୁମ। ଜୟ ଜଗନ୍ନାଥ। ଧନ୍ୟବାଦ କବି ବନ୍ଧୁ। ପରବର୍ତ୍ତୀ କବିତା ମଧୁସୂଦନ ଦାସ, ଶ୍ରୀ ଜଗନ୍ନାଥ ନାୟକ। ଲୋକେ କହୁଥିଲେ ପଢ଼ିବୁ ରେ ପୁଅ ପଢ଼ିବୁ, ମଧୁବାବୁ ସାଙ୍ଗେ ଲଢ଼ିବୁ। ମଧୁବାବୁ ଥିଲେ ବଡ଼ ଓକିଲ, ନାମ କମାଇଲେ ହୋଇ ସଫଳ। ମଧୁବର୍ଣ୍ଣ ବୋଧ ବହିଟି ପଢ଼ି ତାଙ୍କର ସୁଖ୍ୟାତି ଗଲା ଯେ ବଢ଼ି। ତାଙ୍କ ପରି କିଏ ହେବ ଯେ, ତାଙ୍କ ପରି କିଏ ହେବ ଯେ। ଓଡ଼ିଆ ଭାଷାକୁ ଓଡ଼ିଆ ଜାତିକୁ ଓଡ଼ିଆ ରାଜ୍ୟ ମଣ୍ଡିବ ଯେ, ଓଡ଼ିଆ ରାଜ୍ୟ ମଣ୍ଡିବ ଯେ। କହୁଥିଲେ ସିଏ ଗୋଟିଏ କଥା, ଶୁଣାଉଛି ଏବେ କାନ ଡେରିଥା। ଜାତି ନନ୍ଦୀ ଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ। ଟାଣିକିରେ ଭାଇ ଦାନା ତୋ ବଡ଼ା ଘୋଡ଼ା ମୁଖେ ବନ୍ଧା ଥିଲେ। ଜାତିର ଉନ୍ନତି ସେ କାହୁଁ କରିବ, ସାଥେ ଯାର ବ୍ୟସ୍ତ ମନ। ଶାଗୁଣା ବିଲୁଆ ଚିକିତ୍ସକ ହେଲେ ସବ କି ପାଇବ ପ୍ରାଣ। ଯାହା କିଛି ଓଡ଼ିଶା ପାଇଁ କଲେ, ଓଡ଼ିଆ ଜାତିମାନ ଭଡ଼ାଇଲେ। ଓଡ଼ିଆ ଭାଷାକୁ ବଞ୍ଚାଇ ଦେଲେ, ଥିଲା ଏ ବଙ୍ଗଳା ଭାଷା କବଳେ। ହାଓଡ଼ାରେ ଖୋଲିଦେଲେ ଯେ, ହାଓଡ଼ାରେ ଖୋଲିଦେଲେ ଯେ। କେତେ ଦେ ଚାହାଳି ଓଡ଼ିଆ ପିଲାକୁ ଓଡ଼ିଆ ପାଠ ପଢ଼ାଇଲେ, ଓଡ଼ିଆ ପାଠ ପଢ଼ାଇଲେ। ଆଗ ଆଇନକୁ ବଦଳାଇଲେ, ଅପରାଧୀ ଜୀବନ ବତାଇଲେ। ଫାଶୀ ଆଦେଶରୁ କହିଲେ ସିଏ, ଫାଶୀ ଦିଅ ଯଥା ମୃତ୍ୟୁ ନ ହୁଏ।
ବୁଦ୍ଧି ହଜିଗଲା ଏଥିରେ ବୁଦ୍ଧି ହଜିଗଲା ଏଥିରେ ଆଦେଶକାରୀଙ୍କ ସେହି ଦିନ ଠାରୁ ଫାଶୀ ହେଲା ନୂଆ ବିଧିରେ ଫାଶୀ ହେଲା ନୂଆ ବିଧିରେ ଜନ୍ମ 1848 ଏପ୍ରିଲ ତାରିଖ 28 ଦେହାନ୍ତ 1934 4 ତାରିଖ ଫେବୃଆରୀ ମାସେ 85 ବର୍ଷ ବୟସ 85 ବର୍ଷ ବୟସ ଝିଅ ଶୈଳ ବାଳା ପତ୍ନୀ ସୌଦାମିନୀ ନାମ କମାଇଲେ ହରସେ ନାମ କମାଇଲେ ହରସେ ରେଭେନ୍ସା କଲେଜ ଏଟେ ସ୍କୁଲରେ ମଧୁବାବୁ ପଢ଼ିଥିଲେ ସେ କାଳେ କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଲେ ଓଡ଼ିଶାରୁ ଯାଇ ପରେ ଉକିପିଡ଼ିଆର ସୃଷ୍ଟିରେ ସହାୟକ ହେଲେ ବିଖ୍ୟାତ ହୋଇଲେ ରହିଗଲେ ଆମ ମନରେ ରହିଗଲେ ଆମ ମନରେ ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆ ଭାଷାର ଚାଣକ୍ୟ ଜାଣ ସମାଜ ସଂସ୍କାର ଥିଲା ମନ ନାରୀକୁ ଦେଲେ ସେ ଉଚ୍ଚ ଆସନ ଉତ୍କଳ ସମ୍ମିଳନୀର ଯେ ପ୍ରତିଷ୍ଠାତା ହେଲେ ଜନକ ହୋଇଲେ ଓଡ଼ିଆ ଆନ୍ଦୋଳନର ଓଡ଼ିଆ ଆନ୍ଦୋଳନର ଯେ ରଘୁନାଥ ଦାସ ପିତା ତାଙ୍କର ପାର୍ବତୀ ଦେବୀ ନାମ ମାତାଙ୍କର ଶିଳ୍ପପତି ମନ୍ତ୍ରୀ ବି ହୋଇଥିଲେ ଇ ମ୍ୟାଗାଜିନ୍ ପ୍ରକାଶ କଲେ ଓଡ଼ିଶାର ପୁନର୍ଗଠନ ଆଲୋଚନା କଲେ 1924 ଘାସିପୁରା କଲେଜ ଜୟ ଜଗନ୍ନାଥ। ବର୍ତ୍ତମାନ କବି ଆଦିନାରାୟଣ ଖଣ୍ଡୁଆଳ କବିତାର ଶୀର୍ଷକ ଉତ୍କଳ ଗୌରବ ମଧୁସୂଦନ ଦାସ। ପୁଣି ସମସ୍ତଙ୍କୁ ଜୟ ଜଗନ୍ନାଥ। ଇଏ ଶେଷ କବିତା ଆଉ କେଉଁ ଭାଇମାନେ ଯଦି କବିତା ଆଣି ଦିଅନ୍ତୁ। ଧନ୍ୟବାଦ ସାର୍ଙ୍କୁ ଯାଉ ଆଉ ଗୋଟେ କବିତା ଶୁଣିବାର ସୁଯୋଗ ମିଳିଲା। ମୁଁ ଶେଷରେ ଥିଲି ତଥାପି ଟିକେ ପାଗ ଖରାପ ଲାଗି ଆଜି ସବୁ ଆମର ସଂଖ୍ୟା ବି ବହୁତ କମିଯାଇଛି। ମୋର କବିତାର ଶୀର୍ଷକ ଉତ୍କଳ ଗୌରବ ମଧୁସୂଦନ ଦାସ। ଉତ୍କଳ ଗୌରବ ହେ ମଧୁସୂଦନ କାଳଜୟୀ ତୁମେ ମହାପୁରୁଷ ଏ ମାଟି ଜାତିର ସୁଯୋଗ୍ୟ ସନ୍ତାନ କୋଟି ଉତ୍କଳଙ୍କ ଚିର ନମସ୍ୟ। ଉତ୍କଳ ଗୌରବ ହେ ମଧୁସୂଦନ କାଳଜୟୀ ତୁମେ ମହାପୁରୁଷ ଏ ମାଟି ଜାତିର ସୁଯୋଗ୍ୟ ସନ୍ତାନ କୋଟି ଉତ୍କଳଙ୍କ ଚିର ନମସ୍ୟ। ପ୍ରାତଃ ସ୍ମରଣୀୟ ଚିର ବନ୍ଦନୀୟ ଚିର ବରଣୀୟ ମିଷ୍ଟର ଦାସ ଓଡ଼ିଆ ଜାତିର ଦୁର୍ଦିନ ବେଳାରେ ଆବିର୍ଭାବ ହୋଇ ଟେକିଛ ଯଶ। 1848 ଅପ୍ରିଲ 28 ପବିତ୍ର ଦିବସେ ତୁମରି ଜନ୍ମ ପିତା ଚୌଧୁରୀ ରଘୁନାଥ ଦାସ ପାର୍ବତୀ ଦେବୀ ଯେ ମାତାଙ୍କ ନାମ। ପିଲାଦିନ ନାମ ଗୋବିନ୍ଦ ବଲ୍ଲଭ ସତ୍ୟଭାମପୁର ଗ୍ରାମଟି ଧନ୍ୟ ଜିଲ୍ଲା ଯେ କଟକ ଉତ୍କଳ ପ୍ରଦେଶ ପୁଣ୍ୟ ସେହି ମାଟି ପବିତ୍ର ସ୍ଥାନ। ପିଲାଟି ବେଳରୁ ନିଃସ୍ୱାର୍ଥପରତା ତ୍ୟାଗ ସମର୍ପଣ ଜୀବନ ତୁମ ଚାଟଶାଳୀ ଠାରୁ ବିଲାୟତୀ ପଢ଼ା ସର୍ବକ୍ଷତ ଖ୍ୟାତି ନିଷ୍ଠା ଓ ଶ୍ରମ। ଉଚ୍ଚ ଚିନ୍ତାଧାରା ଆଦର୍ଶ ବାରିତା ଉତ୍ସାହ ଆବେଗ ନିର୍ଭୀକ ଗୁଣ ଅଦମ୍ୟ ସାହସ ସେବା ସମର୍ପିତ ଉତ୍ସର୍ଗୀ ଜୀବନ କର୍ମପ୍ରବଣ। ବହୁ କଷ୍ଟ ସହି ଗଡ଼ିଛ ଜୀବନ ବିତାଇଛ ବହୁ ଦୁଃଖର ଦିନ ତଥାପି କଥାର ମୂଲ୍ୟବୋଧ ସଦା କର୍ମରେ ତାହାକୁ କରି ପାଳନ। ସ୍ୱାଭିମାନୀ ତୁମେ ପଗଡ଼ି ପୁରୁଷ ଦେଶ ସ୍ୱାଭିମାନେ ଲଢ଼ିଛ ସଦା ଦେଶ ରାଜ୍ୟ ଜାତି ମଙ୍ଗଳ କଲ୍ୟାଣେ ଲଢ଼ିଛ ଏକାଠି କଳିଙ୍ଗ ଯୋଦ୍ଧା। ଖଣ୍ଡ ବିଖଣ୍ଡିତ ଓଡ଼ିଶା ମାଟିକୁ ଏକାଠି କରିବା ତୁମରି ଚିନ୍ତା କଡ଼ି ସମ୍ମିଳନୀ ଉତ୍କଳ ହିତରେ ଜଗାଇଛ ଜନେ ଦେଇ ବାରତା। ଓଡ଼ିଆ ଭାଷାର ସମ୍ମାନ ସମତା ଏକତା ପ୍ରତୀକତା ସ୍ୱାଭିମାନ ଉତ୍କଳ ଜନନୀ ସେବା ଓ ସୁରକ୍ଷା ନବ ଓଡ଼ିଶା ହେ ତୁମରି ସ୍ୱପ୍ନ ନବ ଓଡ଼ିଶା ହେ ତୁମରି ସ୍ୱପ୍ନ। ଶିକ୍ଷାର ବିକାଶ ଭାଷା ସଂରକ୍ଷଣ ଓଡ଼ିଆ ଭାଷାକୁ ଦେଇଛ ପ୍ରାଣ ଅନ୍ଧବିଶ୍ୱାସଠୁ ଦୂର କୁସଂସ୍କାର ଉତ୍କଳ ଜୀବନେ ମାନ ସମ୍ମାନ ଉତ୍କଳ ଜୀବନେ ମାନ ସମ୍ମାନ। ଭାଷାର ସୁରକ୍ଷା ଜାତିର ପ୍ରଗତି ଜାଗରଣ ବାର୍ତ୍ତା ଏକତ୍ରିକତା ବଙ୍ଗାଳ ବିହାର ଛଡ଼ାଇ ନିଅନ୍ତି ଓଡ଼ିଶା ଭୂଖଣ୍ଡ ଦିଅଇ ବ୍ୟଥା। ପ୍ରଶାସନ କ୍ଷେତ୍ରରେ ଓଡ଼ିଆ ଉପେକ୍ଷା ଶିକାର ଅସୂୟା ବିଦ୍ୱେଷ ଭାବ ଉଦାସୀନ ପୁଣି ଓଡ଼ିଆ ସ୍ୱାର୍ଥରେ ଅସହ୍ୟ ଯନ୍ତ୍ରଣା ଦେଇଛି ସର୍ବ ଅସହ୍ୟ ଯନ୍ତ୍ରଣା ପାଇଛ ସର୍ବ। ବ୍ରିଟିଶ ଶାସକ ଅବଗତ କରି ସମାଧାନ ପଥେ ପକାଇ ଚାପ ପୁଣି ସଂଗଠନ ବିଚ୍ଛିନ୍ନ ଓଡ଼ିଶା ଏକତ୍ରିତ ଚେଷ୍ଟା ତାର ପଦକ୍ଷେପ। ଉତ୍କଳର ଦୁଃଖ ଅସହ୍ୟ ଅକୁହା ଆବେଗ ଭରାସି ଅଲିଭା ଲେଖା ସଦା କାନ୍ଦୁଥିଲା ହୃଦ ପ୍ରାଣ ତୁମ ଦେଖି ଓଡ଼ିଆଙ୍କ ଭୋକିଲା ମୁଖା। ସେ ଦୁଃଖ ଦୁର୍ଦିନ ସହି ନ ପାରି ହେ କରିଥିଲ ତୁମେ ବହୁ ଭାବନା ସ୍ୱାଭିମାନ ରକ୍ଷା ତୁମ ହୃଦୟ ଦୀକ୍ଷା କୃଷିଠାରୁ ଶିଳ୍ପ କେତେ ଯୋଜନା। ଉତ୍କଳ ଟେନେରୀ ଗଢ଼ିଲ ସାଥିରେ ଓଡ଼ିଆ ଆର୍ଟ ୱେର୍ କାରଖାନା ହସ୍ତତନ୍ତ ପୁଣି ତାରକସି କାମ ଉଦ୍ଧାର କରିଛ ଦେଇ ପ୍ରେରଣା। ଓଡ଼ିଆର ମାଥା ଉଚ୍ଚା ରଖିବାକୁ ସଦାଏ ପ୍ରୟାସ ହୃଦୟ ଚିନ୍ତା ଦେଖୁଥିଲ ସ୍ୱପ୍ନ ଓଡ଼ିଶା ନିର୍ମାଣ ଉତ୍କଳ ମାଟିର ଗୌରବ ଗାଥା।
प्रथम ओडिया MA वकिल प्रथम बिलाती फेरंता यात्री ओडिशा माटीर गौरव गारिमा प्रथम ओडिया होइछ मंत्री ओडिशा जनक नवप्रवर्तक नव ओडिशार निर्माणकर्ता नवजागरण करी आंदोलन जगाइछ भाषा प्रति ममता लेखा माध्यम जगाइछ जन उत्कल संतान जाति गीतिका ज्ञानर भक्ति ज्ञानर उक्ति जाति इतिहास गाउथुव तुम हृदय लेखा नीति भाषा प्रीति पाथय करी हे लड़ीछ हे जाति होई निर्झर थकी नाही केबे जीवनर पथे अक्लांत जीवन हे कर्मवीर उत्कल गौरव पगड़ी पुरुष लिओ टॉलस्टॉय गांधी मते मधु बारिस्टर मिस्टर दास हे सर्वपरिचित उत्कल चिते तुमरी लगी हे ओडिशा प्रदेश नव संगठित होइला दिने एप्रिल 1 1936 उत्कल दिवस रहिब मने उत्कल दिवस देखि न पारिल चालीगल पूर्व स्वर्गपुरे अम्लान प्रतिभा जलुथुव किंतु प्रति उत्कलर हृदय घरे प्रति उत्कलर हृदय करे तुम निष्ठा चेष्टा सभा समर्पण प्रेरणा देव हे उत्कल जने जागु तुम गुण पुरपल्ली घरे आलोकित करू हे भुवने आलोकित करू हे भुवने। धन्यवाद कवि बंधु समस्त चरित्र चित्रण करछन्ती। परवर्ती कवि जवाहर सुबुद्धि महोदय को स्वागत करुच्ची स्वाभिमानी मधुबाबू। जय जगन्नाथ समस्त को प्रणाम। कवितार शीर्षक स्वाभिमानी मधुबाबू। 1936 अप्रैल 1 स्वतंत्र उत्कल देश मधु बारिस्टर आगुआ होइण नाम रखी पाई क्लेश उत्कल गौरव हे मधुसूदन शताब्दीर सूर्य तुमे देश प्राणे तुमे भारत गौरव भले ES हर्नेल देले श्रद्धांजलि अजय अमर मधु कवि मान सिंह श्रद्धांजलि पुटे तुमे आर्य बाबू मधु चिर वंदनीय मधुबाबू तुमे बापूजी करंती देखा मधु गोपबंधु राज्य देश कथा देले देशे महाशिक्षा कूल वृद्ध आख्या यथार्थ होइची राज्य को स्वतंत्र कले सैनिक कृषक अबा वैज्ञानिक सभी सलाम कले लॉर्ड कर्जन को स्थापत्य भास्कर्य परिचित करी देले ओडिशार आर्ट तारकसी सबू विदेश को बेटी देले उत्कल सम्मिलनी 6 जिला नहीं ओडिशा को जन्म देल पुरी बालेश्वर कटक गंजाम संबलपुर और कोरापुट जिले मधु दासंकर स्वरचित लेखा आंदोलित करे मन उत्कल संतान जननीर उक्ति जाति इतिहास मान जाति प्रीति आउ भाषार सुरक्षा ओडियांक स्वाभिमान जागी उठ तुम नकरी विलंब ओडिशार रख मान कृतज्ञता पाई भाषा नाई पाखे भ्रातृभाव सदा जागे मुक्त हृदय रे करुछु प्रणाम सदा जागरित हृदय जय जगन्नाथ। धन्यवाद कवि। वर्तमान परवर्ती कविता उत्कल गौरव तुमको प्रणाम कवि डॉक्टर प्रफुल्ल कुमार सामंतराय। समस्त मधु प्रेमी को नमस्कार जनाऊे प्रणाम करुचे। मोर कवितार शीर्षक पगड़ी पुरुष उत्कल गौरव तुमको प्रणाम। स्वतंत्र ओडिशा गठनर वरिष्ठ कांडारी उत्कल गौरव जन्म दिवस रे तुमको प्रणाम। उत्कल सम्मिलनी बीज बपन करी अमल करिछ जेउ फसल काल भी पारिबनी क्षय करी 115 पूर्णा चंद्रालोक करिछ अवलोकन नंक दुर्भिक्ष सामना करिछ दंभ धरी अभिज्ञता साउंटिछ
ସତ୍ୟଭାମାପୁରରୁ ଇଂଲଣ୍ଡ ପର୍ଯ୍ୟନ୍ତ ଉତ୍କଳ ଟାନେରୀ ଶିଳ୍ପ ବିକାଶ ଦିଗ ତୁମ ସ୍ୱାଭିମାନର ପ୍ରତୀକ। ବାଧକ ସାଜିଲା ଅନ୍ତିମ ଜୀବନେ। ଉତ୍କଳର ପ୍ରଥମ ସ୍ନାତକ ଲବ୍ଧ ଆଇନଜୀବୀ, ବୁଦ୍ଧିମନ୍ତ ବକ୍ତା, ରାଜନେତା, ଓଡ଼ିଆ ଜାତିର ଗର୍ବ ଗୌରବ, ତମ ଉତ୍କଳ ସନ୍ତାନ ଜାତି ନନ୍ଦିଘୋଷ ଜନନୀର ଉକ୍ତି ପଙ୍କ୍ତିକୁ ଆପଣେଇଛି ଓଡ଼ିଆ ଜାତି। ଏବେ କିନ୍ତୁ କୋଟିଆ ସୀମା ଅଞ୍ଚଳ ବଢ଼ାଇଛି ଚିନ୍ତା। ହେ ମଧୁସୂଦନ ପଗଡ଼ି ପୁରୁଷ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ବିକାଶର ଶ୍ରେଷ୍ଠ ପୁରୋଧା, ପ୍ରଣାମ ତୁମକୁ ସହସ୍ର ପ୍ରଣାମ। ପ୍ରଣାମ ତୁମକୁ ସହସ୍ର ପ୍ରଣାମ। ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ କବି ବନ୍ଧୁ। ଉତ୍କଳ ଗୌରବ ମଧୁସୂଦନ। ପ୍ରିୟ କବି ହେଉଛନ୍ତି ଅଶୋକ କୁମାର ରାୟ ସିଂ। କବିଙ୍କୁ ଅନୁରୋଧ କରିବା ସେ ତାଙ୍କର ଆଜି ଏପ୍ରିଲ 28 ତାରିଖ ଉତ୍କଳ ମାତାର ବରପୁତ୍ର କୁଳବୃଦ୍ଧ ମଧୁସୂଦନ ଦାସ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମଙ୍ଗୁଆଣ, ତାଙ୍କର ପୁଣ୍ୟ ଜନ୍ମତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆପଣମାନେ ଆଲୋକପାତ କରିଛନ୍ତି। ଆପଣମାନେ ଜାଣିଛନ୍ତି ଯେ ଯଦିଓ ସେ ବାରିଷ୍ଟର ନୁହନ୍ତି, ଆମେ ପ୍ରଥମ ବାରିଷ୍ଟର ବୋଲି କହୁ, ସେ ଓକିଲାତିରେ BL କରିଥିଲେ। ତେଣୁ ସେ କୁହାଯାଏ ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ MA, ପ୍ରଥମ ଓଡ଼ିଶା ବିହାର ବିଧାନସଭା ସଭାର ସଦସ୍ୟ ଏବଂ ମନ୍ତ୍ରୀ। ସେ ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ଓ ଭାଇସରାୟ ମଧ୍ୟ ଥିଲେ। ତେଣୁ ସେଥିପାଇଁ ଓଡ଼ିଶାକୁ ସେ ମହିମାମଣ୍ଡିତ କରିଥିବାରୁ ଆମେମାନେ ଗର୍ବିତ। ମଧୁବାବୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ତ ତାଙ୍କର ସ୍ୱଳ୍ପ କାବ୍ୟ କବିତାରେ ଓଡ଼ିଶା ପ୍ରତି, ଓଡ଼ିଆମାନଙ୍କ ପ୍ରତି ଯେଉଁ ଅସ୍ମିତା ଭାବ ସେ ଚୁମ୍ବକରେ ଦର୍ଶାଇଛନ୍ତି। ଏବଂ ସେ ଯେତେବେଳେ କେନ୍ଦୁଝରରେ ପ୍ରଜାମେଳି ହେଲା, ସେତେବେଳେ ଗୋଟିଏ ଘଟଣା ଘଟିଥିଲା ଯେ ସେହି ସମୟରେ କ'ଣ ହେଲା ନା, ଯିଏ ଦିୱାନ ଥିଲେ ବ୍ୟାସକବି ଫକୀର ମୋହନ ସେନାପତି, ସେ ମଧ୍ୟ ବନ୍ଦୀ ହୋଇଯାଇଥିଲେ। ତେଣୁ ସେ ଗୋଟେ ଗୁପ୍ତ ଚିଠି ଲେଖିଥିଲେ ଏବଂ ସେ କଥା ଆପଣମାନେ ଜାଣନ୍ତି। ଭୋଳାନାଥ ଖମାରିଆ ଜାଣିବୁ, ମହାରାଣୀ ପୁତ୍ରଙ୍କ ସକାଶେ ନିତ୍ୟାନ୍ତ ଦରକାର, ଅତି ଶୀଘ୍ର 100 ପାନ 200 ଗୁଆ ପଠେଇବୁ, ଉତ୍ତର ପଟରୁ ମାହାରା କରି ଆଖୁବାଡ଼ିକୁ ଶୀଘ୍ର ପାଣି ବୁହାଇବୁ, ନହିଲେ ଆଖୁବାଡ଼ି ବିନାଶ ଯିବ ଜାଣିବୁ। ତେଣୁ କିଭଳି ଭାବରେ ସେ ନିଜର ବୁଦ୍ଧି ବିବେକ ବଳରେ ସାପ ମରିବନି କି ବାଡ଼ି ଭାଙ୍ଗିବନି, ଏହି ନ୍ୟାୟରେ କିଭଳି ବ୍ୟାସକବି ଫକୀର ମୋହନ ସେନାପତିକୁ ବଞ୍ଚାଇଥିଲେ। ତେଣୁ ସେଇଥିପାଇଁ କୁହାଯାଏ ଯେ ସତ୍ୟଭାମାପୁରରୁ ଜନ୍ମ ହୋଇଥିବା ସେ ବ୍ୟକ୍ତିତ୍ୱ କିଭଳି ଭାବରେ ନିଜକୁ ସଜେଇଥିଲେ। ତେଣୁ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ କହିଥିଲେ, ଧନ୍ୟ 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 ମଧୁସୂଦନ, ଉତ୍କଳ ମାତାର ଯୋଗ୍ୟ ସନ୍ତାନ, ଦେଲ ଉତ୍କଳକୁ ନବ ଜୀବନ, ଶିଖାଇଲ ଲୋକେ ଜାତି ବନ୍ଦନ। ଏବଂ ସେ ଉତ୍କଳ ତୁପରାବଲା ଉତ୍କଳ ସନ୍ତାନରେ ଶୋଇ ପଡ଼ିଥିବା ଉତ୍କଳୀୟମାନଙ୍କୁ ଉଠାଇବା ପାଇଁ ଗୋଟିଏ କେତେ ପଙ୍କ୍ତି ଅଛି, ମୁଁ ଗୋଟିଏ ପଙ୍କ୍ତି ଏଠି ଉଦ୍ଧାର କରିଛି। ଜାତି ନନ୍ଦୀ ଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେ ବନ୍ଧା ଥିଲେ। ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରୀକରଣ କରିବା ପାଇଁ ଯେଉଁ ଅମୋଘ ଅସ୍ତ୍ର ଥିଲା, ଯେଉଁ ଉତ୍କଳ ସମ୍ମିଳନୀ ଥିଲା, সেই ଉତ୍କଳ ସମ୍ମିଳନୀ ମାଧ୍ୟମରେ ସେ ସୂଚାଇ ଦେଇଥିଲେ ଯେ ଭାଷାଭିତ୍ତିକ ଓଡ଼ିଶା ଉତ୍କଳ ରାଜ୍ୟ ଗଠନ ହେବ। ତେଣୁ ସେଇଥିପାଇଁ ସେହି ସମ୍ମିଳନୀରେ ଡାକରା ଦେଇଥିଲେ
ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଦେଇ ପଡ଼େ ସିନ୍ଧୁନିରେ। ଏବଂ ଜାତି ଇତିହାସରେ ସେ ଲେଖିଛନ୍ତି ଜାତି ଇତିହାସ ଜାତିର ନିର୍ଝର ତହୁଁ ବହେ ସଦା ଜାତି ପ୍ରାଣ ଧାର ସେ ଧାର ଋଣୀର ପିଇବ ଦେନର ନିଶ୍ଚୟ ହେବ ସେ ଜାତି କର୍ମବୀର। ମୁଁ ତ ଲାଷ୍ଟ ବଟ୍ ନଟ୍ ଲିଷ୍ଟ ତେଣୁ କବିତାରେ ଦୁଇଟି ପଦ ଆପଣମାନଙ୍କ ପାଇଁ ଯେ ନବ ଉତ୍କଳର ପ୍ରମୁଖ ବିନ୍ଧାଣୀ ଜାନାମ ମଧୁସୂଦନ 1848 ଅପ୍ରେଲ 28 ଥିଲା ତାଙ୍କ ଜନ୍ମଦିନ। 1934 4 ଫେବୃଆରୀ ସେ ହେଲା ତାଙ୍କର ତିରୋଧାନ। ପତ୍ନୀ ସୌଦାମିନୀ କନ୍ୟା ଶୈଳବାଳା ଝିଆରୀ ହିଁ ରମା ଦେବୀ ପିତା ରଘୁନାଥ ଜନନୀ ପାର୍ବତୀ ତାଙ୍କର ଥିଲେ ମୁରବୀ। ଶେଷରେ ସତ୍ୟଭାମାପୁର ନୀତି ଗାଉଛି ମଧୁଙ୍କର ଜୟ ଗୀତି ତାଙ୍କ ଜନ୍ମଦିନେ ତାଙ୍କ ଗୁଣ ଗାଇ ଫୁଲି ଉଠିଥାଏ ଛାତି ପ୍ରତି ଓଡ଼ିଆଙ୍କ ଗର୍ବ ଉତ୍କଳର ଥିଲେ ଉଜ୍ଜଳ ତାରକା କିଏ ତାର ହେବ ତାଙ୍କ ପରି ହେବ। ଧନ୍ୟବାଦ ନମସ୍କାର। ଧନ୍ୟବାଦ କବି ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଲେ ତାଙ୍କର ଜୀବନ ଚରିତ୍ର ଲେଖା କାର୍ଯ୍ୟକଳାପ। ବର୍ତ୍ତମାନ ଆମର ଶେଷ କବିତା ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଉତ୍କଳର ପ୍ରାଣ ପ୍ରତିଷ୍ଠା କବିତାର ଶୀର୍ଷକ। ସେ ବିଳମ୍ବରେ ଟିକେ ଆସିଛନ୍ତି ତଥାପି ତାଙ୍କୁ ଆମେ ସ୍ୱାଗତ ଧନ୍ୟବାଦ ଜଣାଉଛୁ। ଆସିଛନ୍ତି ବର୍ଷା ପାଗ ପ୍ରତିକୂଳ ପାଗରେ ମଧ୍ୟ। ବନ୍ଦେ ଉତ୍କଳ ଜନନୀ ସମସ୍ତଙ୍କୁ ସାରସ୍ୱତ ପ୍ରଣାମ। ମୋର କବିତାର ଶୀର୍ଷକ ଉତ୍କଳର ପ୍ରାଣ ପ୍ରତିଷ୍ଠାତା। ଉତ୍କଳର ପ୍ରାଣ ପ୍ରତିଷ୍ଠାତା ସ୍ୱାର୍ଥ ତ୍ୟାଗୀ ନୂତନ ମନ୍ତ୍ରଦାତା ଓଡ଼ିଆ ଜାତିକୁ ପାଇଥିଲ ଭଲ ହୃଦୟ ନାହିଁ ସଂକୀର୍ଣ୍ଣତା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନେ ସହି ନିନ୍ଦା ଅପମାନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନେ ସହି ନିନ୍ଦା ଅପମାନ ଦେଶ ପ୍ରାଣ ଜାତି ପ୍ରାଣ ସ୍ୱାଭିମାନୀ ତୁମେ ସୁଯୋଗ୍ୟ ସନ୍ତାନ। ଓଡ଼ିଆ ଜାତିର ଜୀବନ ସଞ୍ଚାରେ ଥିଲ ଜାଗ୍ରତ ପ୍ରହରୀ ଓଡ଼ିଆ ଜାତିର ଜୀବନ ସଞ୍ଚାରେ ଥିଲ ଜାଗ୍ରତ ପ୍ରହରୀ ଜାତି ପ୍ରେମ ବର୍ଣ୍ଣି କରି ପ୍ରଜ୍ୱଳିତ ହେ ମୃତ୍ୟୁମନ୍ତ ପୂଜାରୀ। କ୍ଷଣ ଜନ୍ମା ବିସ୍ମାର୍କ ଉତ୍କଳ ଏକତ୍ରୀକରଣ ସୂତ୍ରଧାର କ୍ଷଣ ଜନ୍ମା ବିସ୍ମାର୍କ ଉତ୍କଳ ଏକତ୍ରୀକରଣ ସୂତ୍ରଧାର ଉନ୍ନତି ମାର୍ଗରେ ଚୈତନ୍ୟ ଜାଗ୍ରତ ଆନ୍ଦୋଳନ କର୍ଣ୍ଣଧାର। ସ୍ୱାର୍ଥମେଧ ଯଜ୍ଞେ ଦେଇଛ ଆହୁତି ସୃଜି ଗଣ ଆନ୍ଦୋଳନ ସ୍ୱାର୍ଥମେଧ ଯଜ୍ଞେ ଦେଇଛ ଆହୁତି ସୃଜି ଗଣ ଆନ୍ଦୋଳନ ସୁଧା ସମ ବାକ୍ये ଦେଶାତ୍ମବୋଧରେ କିଣି ନେଲ ଜନମନ। ଉତ୍କଳ ଭୂମି ଆଦ୍ୟ ଜନନୀ ଜନ୍ମଭୂମି ମୁକ୍ତି ସ୍ୱର୍ଗ ଉତ୍କଳ ଭୂମି ଆଦ୍ୟ ଜନନୀ ଜନ୍ମଭୂମି ମୁକ୍ତି ସ୍ୱର୍ଗ ସର୍ବତ୍ର ଦେଖିଲ ମାତା ପାଦ ଚିହ୍ନ ଓଡ଼ିଶା ମାଟିର ଗର୍ବ। ଜାତି ଭଗୀରଥ ସ୍ୱଦେଶ ପ୍ରେମର ଗଙ୍ଗାକୁ କଲ ପ୍ରବାହ ଜାତି ଭଗୀରଥ ସ୍ୱଦେଶ ପ୍ରେମର ଗଙ୍ଗାକୁ କଲ ପ୍ରବାହ ସ୍ୱତନ୍ତ୍ର ଉତ୍କଳ ନବଜାଗରଣ ଚେତନାର ବାର୍ତ୍ତାବହ। କବି ସାହିତ୍ୟିକ ଅନନ୍ୟ ବ୍ୟକ୍ତିତ୍ୱ ଆଦର୍ଶର ଦେଲ ଶିକ୍ଷା ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ମାତୃ ମନ୍ତ୍ର କରି ଦୀକ୍ଷା। ମୋର ଦେହ ସିନା ମାଟିରେ ମିଶିଛି ମୋର ଦେହ ସିନା ମାଟିରେ ମିଶିଛି ଜାତିର ଉନ୍ନତି ପାଇଁ ସେ ମହାଦୀପ ନିଭିବାର ନୁହେଁ ଜଳୁଛି ଉଜ୍ଜଳ ହୋଇ ଜଳୁଛି ଉଜ୍ଜଳ ହୋଇ ଜଳୁଛି ଉଜ୍ଜଳ ହୋଇ ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ କବି ପଦ୍ମନାଭ ପାଣିଗ୍ରାହୀ। ଯାହା ହଉ ବହୁତ ସୁନ୍ଦର ଭାବରେ ତାଙ୍କର କବିତାର ନୂଆ ଲେଖା। ବର୍ତ୍ତମାନ ଆମର କବିତାର ପର୍ଯ୍ୟାୟ କବିତା ପାଠ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଶେଷ ହୋଇଗଲାଣି